जय जगन्नाथ जय माँ समलेई मुझे आपण मन वेलकम करुच्ची मोर चैनल मो ओडियाणी बहू को आज आ गोटे नुआ वीडियो लेके आसी आ गोटे नुआ किछि कथा लेके आसी मु भावुची आपण मैंने जेतिकी भी मोर वीडियो देखुचंदी 50 लोक देखंतु कि 100 लोक देखंतु मु भावुची आपण मैंने मो निजर आउ मु आपण मैंने को किछि कथा शेयर करबा को चाहूची आउ मु आपण मैंने को मोर माने दिन रे कोन कहबी डेली ब्लॉग शेयर करची जहा भी करूची न करूची से विषय रे शेयर करची किंतु मोर निजस्व इच्छा थिला कि मु गोटे पूजा विषय रे भगवान के विषय रे किछि कहबी मो चैनल माध्यम रे आपण माननकु जहा भी जानिछि कि जहा भी बही रु पढुछि किछि सिखुछि नुआ जिंस ताहा आपण माननक संगे शेयर करबी जो माने मोर नुआ झियो माने जो माने माँ माने तो सेमाने सब जानिथिबे जो माने नुआ झियो माने कि नुआ बोहू माने मोर वीडियो जदि केही भी देखुथिबे तो किछि सिखि पारिबे बोली मु भाबुछि ସେଇଥିପାଇଁ ମୁଁ ଏ ଭିଡ଼ିଓଟି ସେୟାର କରିଛି ଯଦି ଆପଣମାନଙ୍କୁ କିଛି ଭଲ ଲାଗେ କି ମୋ ଭିଡ଼ିଓରେ କିଛି ଶିଖିବାକୁ ମିଳେ ମୋତେ ବହୁତ ଖୁସି ଲାଗିବ। ଆଜି ମୁଁ ଭାବୁଛି ଆପଣମାନଙ୍କୁ ସେୟାର କରିବି ପୂଜାର କେତେକ କିଛି ଛୋଟ ନିୟମ ଯୋଉଟା କି ମୁଁ ଆପଣମାନଙ୍କୁ କହିବି ଯୋଉଟା କି ମୁଁ ବହିରୁ ପଢିଥିଲି ଆଉ ଯଦି ଆପଣମାନଙ୍କୁ ଭଲ ଲାଗେ ତ ମୋତେ ଆଗକୁ ମୁଁ ଆହୁରି ବି ଆପଣମାନଙ୍କୁ ଭିଡ଼ିଓ ସେୟାର କରିବି ଆଉ ଆପଣମାନେ ଯଦି ମୋତେ କମେଣ୍ଟ ମାଧ୍ୟମରେ ଜଣେଇବେ ତ ଆଉ ଗୋଟେ କଥା କହିବି ମୁଁ ଯେତେବେଳେ ବାହାରେ ଥିଲା ବେଳେ ନା ମୁଁ ଦେଖିଛି ଲୋକମାନେ ପୂଜାପୂଜି କରନ୍ତିନି ଧୂପ ବି ତାଙ୍କ ଘରେ ଦିଅନ୍ତିନି ଆଉ ତାଙ୍କ ଇଚ୍ଛା ହେଲେ ପୂଜା କରନ୍ତି ତାଙ୍କ ଇଚ୍ଛା ନହେଲେ ପୂଜା କରନ୍ତିନି କିନ୍ତୁ ମତେ ଗୋଟେ ଏମିତି ଯେ ମତେ ଛୋଟବେଳୁ ପୂଜା କରିବାକୁ ଭଲ ଲାଗେ ଠାକୁର ମାନଙ୍କୁ ମାନେ ମୁଁ ଯଦି ଠାକୁର କୋଉଠି ବିକା ହଉଥିବ ନା ମତେ ଯଦି ଭଲ ଲାଗିଲା ମୁଁ ତାହେଲେ ନେଇ ଆସେ ମୋ ଘରେ ଗୋଟେରୁ ଅଧିକ ଏବେ କହୁଛନ୍ତି ଗୋଟେରୁ ଅଧିକ ଠାକୁର ରଖିବା କଥା ନୁହେଁ ଘରେ ପୂଜା କରିବା କଥା ନୁହେଁ ମୁଁ ଜାଣିନି ଭଲ କି ଖରାପ କି କଣ କିନ୍ତୁ ମତେ ଭଲ ଲାଗେ ମୁଁ ଠାକୁରଙ୍କୁ ଦେଖିଲେ ଖୁସି ଲାଗେ ଆଉ ମୁଁ ନେଇ ଆସେ ଠାକୁର ମାନଙ୍କୁ ମୋ ଘରକୁ ଆଉ ଏମିତି ଆଉ ଆଣି ସାରିଲା ପରେ ଯଦି ଦିଟା ଠାକୁର ହେଇଗଲେ କି ବିସର୍ଜନ କରିବା କି କଣ କରିବା ମୁଁ ସେମିତି କରିପାରେନି ମୋର ମନ ହୁଏନି ମୁଁ ଯେତିକି ମତେ ପାରୁଛି ଜାଣିଛି ସେତିକି ମୁଁ ପୂଜା କରିବାକୁ ଚେଷ୍ଟା କରେ ଆଉ କିଛି ଜଣେଇବାକୁ ବି ଚେଷ୍ଟା କରେ ଯୋଉମାନେ ମୋ ସାଙ୍ଗେ କଥା ହୁଅନ୍ତି କି କଣ କରନ୍ତି ତାଙ୍କଠୁ ମୁଁ କିଛି ଶିଖେ ତାଙ୍କୁ କିଛି ପଚାରେ ଆଉ ମତେ ଯୋଉଟା ଜଣା ଥାଏ ମୁଁ ତାଙ୍କ ମାନଙ୍କୁ କିଛିଟା ଜଣାଏ ସେଇ ଭିତରୁ ମୁଁ କିଛି ବହିରୁ ପଢିଥିଲି ଆପଣ ମାନଙ୍କୁ ଆଜି ଜଣେଇବାକୁ ଚାହୁଁଛି ପୂଜାର କେତେକ ପ୍ରକାର ବିଶେଷ ନିୟମ ଥାଏ ଯେମିତି କି ଗାଧୋଇବା ପାଇଁ ଆମର କିଛି ନିୟମ ଥାଏ ପୂଜା କରିବା ପୂର୍ବରୁ ନା ସ୍ନାନ କରିବା ନିହାତି ଆବଶ୍ୟକ ଆପଣ ମାନେ ଜାଣିଛନ୍ତି ରାତ୍ରିର ଚତୁର୍ଥ ପ୍ରହରୁ ବା ବ୍ରହ୍ମ ମୁହୂର୍ତ୍ତରୁ ସ୍ନାନ କରିବା ଆବଶ୍ୟକ ଏହି ସମୟରେ ସ୍ନାନ ଅନ୍ତର୍ଗମନ ବା ବହିର୍ମନକୁ ଅଭୟକୁ ଶୁଦ୍ଧ କରାଯାଇଥାଏ ଦିନରୁ 10ଟାରେ କିମ୍ବା 12ଟାରେ ଆମେ ଯୋଉ ଗାଧଉଛେ ନା ତାହା ଅନୁଚିତ ସେମିତି କରିବା ଉଚିତ ବ୍ରହ୍ମ ମୁହୂର୍ତ୍ତରେ ସ୍ନାନ କରିବା ଦ୍ୱାରା ସ୍ୱାସ୍ଥ୍ୟ ଆୟୁ ବୁଦ୍ଧି ଲକ୍ଷ୍ମୀ ସୌନ୍ଦର୍ଯ୍ୟ ଆଦି ବୃଦ୍ଧି ହୋଇଥାଏ ଆମେ କଣ କରୁଛେ ଯଦି ଶୀତ ଦିନ ହେଲା ଲେଟରେ ଗାଧେଇ ପଡୁଛେ ମନ ହେଲେ ଯେତେବେଳେ ଗାଧେଇ ପଡୁଛେ ମୁଁ ବି ଯେହେତୁ ମୋର ଛୋଟ ଛୁଆ ଘର ମୋର ବି କେତେବେଳେ କେମିତି ଲେଟ୍ ହେଇଯାଏ ସେଥିପାଇଁ ଋଷିମାନେ କହିଛନ୍ତି ବର୍ଣ୍ଣ କୀର୍ତ୍ତିଂ ମତିଂ ଲକ୍ଷ୍ମୀ ସ୍ୱାସ୍ଥ୍ୟ ମାୟୁଶ୍ଚ ବିନ୍ଦତି ବ୍ରହ୍ମେ ମୁହୂର୍ତ୍ତମ ସଞ୍ଜା ଗ୍ରନ୍ଥିଓ ବା ପଙ୍କଜ ଏହା କହିଛନ୍ତି ଋଷିମୁନିମାନେ ମତେ କହିବା ପାଇଁ ଟିକେ ପ୍ରୋବ୍ଲେମ ହେଲା କ୍ଷମା କରିବେ ଆସନ ପୂଜାରେ କିଛି ଆମେ ଆସନ ବ୍ୟବହାର କରୁ ପୂଜା କରିବା ପାଇଁ ଆମେ ଆସନ ଆବଶ୍ୟକ ତଳେ ବସି ପୂଜା କରାଯାଏ ନାହିଁ ତେବେ ବିଭିନ୍ନ ପ୍ରକାର ଆସନ ରହିଛି ଆସନ ଅନୁସାରେ ଭିନ୍ନ ଭିନ୍ନ ଫଳ ମଧ୍ୟ ମିଳିଥାଏ ବାଘର ଯୋଉ ଚମଡା ଯୋଉ ଆସନ ଦିଆଯାଇଥାଏ ତାହା ପକେଇକି ଯଦି ଆମେ ମାନେ ପୂଜା କରୁଛେ ତାହେଲେ ସର୍ବସିଦ୍ଧି ହୋଇଥାଏ ମୃଗ ଚର୍ମ ଆସନ ଜ୍ଞାନ ପ୍ରାପ୍ତି ବେତର ଆସନ ପ୍ରୀତି ବୃଦ୍ଧି କରିଥାଏ କୁଶ ଆସନ ପୁଷ୍ଟିଦାୟକ ହୋଇଥାଏ କମ୍ବଳ ଆସନ ସର୍ବସିଦ୍ଧି କାଠ ବା ପାଷାଣ ଆସନ ଦୁଃଖ ଓ ଦାରିଦ୍ର୍ୟ ନାଶକ ଅଟେ ସେହିପରି ଦିଗ ପ୍ରାତଃକାଳ ପୂଜାରେ ଆମେମାନେ ପୂର୍ବମୁଖା ହୋଇକି ପୂଜା କରିପାରିବା ପିତୃ ଶ୍ରାଦ୍ଧ କଲାବେଳେ ଦକ୍ଷିଣମୁଖ ହୋଇକି କରିବା ଆଉ ସରସ୍ୱତୀ ପୂଜାକୁ ପୂଜା କରିବା ଯେତେବେଳେ ସରସ୍ୱତୀ ପୂଜା କରୁଛେ ତାହେଲେ ଉତ୍ତରମୁଖ ହୋଇକି କରିବା ଦେବତା ସବୁବେଳେ ପୂଜକର ବାମ ପାର୍ଶ୍ୱ କିମ୍ବା ସାମ୍ନାରେ ରହିବା ଉଚିତ ଉତ୍ତରମୁଖ ହୋଇ ପୂଜା କଲେ ଧନ ପ୍ରାପ୍ତି ହୋଇଥାଏ ଧନ ବୃଦ୍ଧି ହୋଇଥାଏ ସେହିପରି ଭାବରେ ତିଲକ ଚନ୍ଦନ ସିନ୍ଦୁର ତିଲକ ରୂପରେ ବ୍ୟବହାର କରାଯାଏ ଅନାମିକା ଆଙ୍ଗୁଳିରେ ସାହାଯ୍ୟରେ ତିଲକ ଲଗାଇଲେ ଶାନ୍ତି ମିଳେ ମଧ୍ୟମ ଯଦି ମଝି ଆଙ୍ଗୁଠିରେ ଆମେ ସିନ୍ଦୁର ଲଗାଉଛେ ବା ତିଲକ ଲଗାଉଛେ ଆୟୁ ବୃଦ୍ଧି ହୋଇଥାଏ ବୃଦ୍ଧା ଆଙ୍ଗୁଳିରେ ଲଗାଇବା ଯଦି ପୁଷ୍ଟିଦାୟକ ହୋଇଥାଏ ତର୍ଜନୀ ବା ମୋକ୍ଷଦାୟକ ଅଟେ ତର୍ଜନୀରେ ଲଗାଇଲେ ମୋକ୍ଷ ମିଳେ
ତେବେ ସାଧାରଣତଃ ଦେବ କାର୍ଯ୍ୟରେ ଅନାମିକା ଆଙ୍ଗୁଠିରେ ବ୍ୟବହାର କରାଯାଏ। ପିତୃକର୍ମରେ ମଧ୍ୟ କନିଷ୍ଠ ଆଙ୍ଗୁଠି ଆଉ ତାନ୍ତ୍ରିକ ମାନେ ଯେଉଁମାନେ ପୂଜା କରନ୍ତି ସେମାନେ ସବୁବେଳେ ତର୍ଜନୀରେ ତିଲକ ଲଗାଇବା ଶ୍ରେଷ୍ଠ। ଆଉ ବିଷ୍ଣୁଙ୍କୁ ଆମେ ଚନ୍ଦନ ଦେଇପାରିବା, ଆଉ ପିତୃକର୍ମରେ ରକ୍ତ ଚନ୍ଦନ ଦେଇପାରିବା, ଗଣେଶଙ୍କୁ ଆମେ ହରିଳାରେ ତିଲକ କରିପାରିବା, ଶିବଙ୍କୁ ଆମେ ଭୀଷ୍ମ ମାନେ ଯେଉଁ ଭସ୍ମ ଦେଇପାରିବା। ଆଉ ଋଷିକର୍ମରେ ସେମାନେ ଋଷିକର୍ମ ତ ଆମେ କରୁନି, ଶ୍ଵେତ ଚନ୍ଦନ ଦେଇପାରିବା। ମାନବର ବା ମଣିଷମାନଙ୍କୁ ଆମେ କେଶରରେ ଚନ୍ଦନ ଲଗାଇ ପାରିବା ବା ତିଲକ ବି ଲଗାଇଲେ ଚଳିବ। ଲକ୍ଷ୍ମୀଙ୍କୁ କେଶର ଚନ୍ଦନ ଲଗାଇ ପାରିବା। ଶିବଙ୍କ ମୁଣ୍ଡରେ କଦାପି ଆମେ ସିନ୍ଦୁର ଦେବା ନାହିଁ, ଶିବଙ୍କ ମୁଣ୍ଡରେ ସିନ୍ଦୁର ଦିଆଯାଏ ନାହିଁ। ଏପରି ଭାବରେ ଆମେ ଫୁଲ ଯେଉଁ ଆମେ ଇଏ କରୁଛେ ବା ଆଣୁଛେ, କେବଳ ପଦ୍ମ ଫୁଲକୁ ଛାଡ଼ିଦେଲେ ଆଉ ଯେଉଁ ବି ଫୁଲ ରହିଲା ତାହା ସବୁ ବାସି ହୋଇଥାଏ। ସମସ୍ତ ଫୁଲ ବାସି ହୋଇଥାଏ। ପଦ୍ମ ଫୁଲ ତୋଳା ହେବାର 5 ଦିନ ପର୍ଯ୍ୟନ୍ତ ଶୁଦ୍ଧ ରହେ। ସକାଳୁ ଫୁଲ ସନ୍ଧ୍ୟାରେ ପୂଜା ଅଯୋଗ୍ୟ। ସକାଳୁ ଯେଉଁ ଫୁଲଟି ଆଣୁଛେ ଆମେ ସନ୍ଧ୍ୟାକୁ ସେଇଟା ପୂଜା କରିପାରିବା ନାହିଁ, ସେଇଟା ଅଯୋଗ୍ୟ ହେଇଯିବ, ଦେବଯୋଗ୍ୟ ନୁହେଁ। ଅନ୍ୟ ଦ୍ୱାରା ଯେଉଁ ଆମେ ଫୁଲ ମଗାଉଛେ କି ଆଣୁଛେ ସେଇଟା ବି ଯୋଗ୍ୟ ନୁହେଁ। ଯେହେତୁ ଆମେ ଯାଇପାରୁନେ, ଯେଉଁମାନଙ୍କର ଅସୁବିଧା ଅଛି ସେମାନେ ତ ଆଣିପାରିବେ, କିନ୍ତୁ ତାହା ଯୋଗ୍ୟ ନୁହେଁ। ଗଙ୍ଗଶିଉଳକୁ ଫୁଲକୁ ଛାଡ଼ିଦେଲେ କୌଣସି ଫୁଲ ଗୋଟେଇକି ଆମେ ପୂଜା କରିପାରିବା ନାହିଁ। କିନ୍ତୁ ଆଜିକାଲି ଫୁଲ ଦୋକାନରେ ଯେଉଁ ମାନେ ଚାରିଆଡ଼େ ଦୋକାନ ହେଇଛି, ତଳର ମାନେ ଫୁଲ ଅଧା ପାଚି ଯାଇଥିବ, ଫୁଲ ମାନେ ଛିଣ୍ଡି ଯାଇଥିବ, ତାହା ବିକ୍ରି ହେଉଛି, ଆମେ କିଣି ନେଇକି ପୂଜା କରିଦେଉଛେ। ତୁଳସୀ ପତ୍ର ବେଲପତ୍ର ମଧ୍ୟ ତାର ଗୋଟେ ମାନେ ତୋଳିବାର ତାର କିଛି ନିୟମ ମଧ୍ୟ ରହିଛି। ଆଉ କେତେ ଦେବାଦେବୀକି ଆମେ କେଉଁ ଦେବାଦେବୀକି ଆମେ କ'ଣ ଫୁଲ ଦେଇପାରିବା, ତାହା ହେଉଛି ଯେମିତି ଦୁର୍ଗାଙ୍କୁ ଆମେ ଦୁର୍ବାରେ ପୂଜା କରିପାରିବା, ସୂର୍ଯ୍ୟଙ୍କୁ ବେଲପତ୍ର, ବିଷ୍ଣୁଙ୍କୁ ଅକ ଫୁଲ, ରକ୍ତଚନ୍ଦନ, ରକ୍ତପୁଷ୍ପ, ବେଲପତ୍ର ଦ୍ୱାରା ପୂଜା କରାଯାଏ ନାହିଁ। ତ୍ରିପୁରା ଦେବୀଙ୍କୁ ପୂଜାରେ ତୁଳସୀ ଲାଗେ ନାହିଁ। ଲକ୍ଷ୍ମୀଙ୍କୁ ତୁଳସୀ, ମନ୍ଦାର, ଲାଲ କଇଁ, କୁଶ, କାଶ ଦ୍ୱାରା ପୂଜା କରାଯାଏ ନାହିଁ। ଶିବଙ୍କୁ କେତକୀ କିମ୍ବା କୁନ୍ଦ, ବିଷ୍ଣୁଙ୍କୁ ଧୁତରା, ଦେବୀଙ୍କୁ ଅରଖ, ସୂର୍ଯ୍ୟଙ୍କୁ ଟଗର ଫୁଲ ଦ୍ୱାରା ପୂଜା କରିବା ନିଷେଧ। ଗଣେଶଙ୍କୁ ତୁଳସୀ ପତ୍ର ଦେବା ମନା। ଦେବାଦେବୀଙ୍କ ମସ୍ତକରେ ପୁଷ୍ପ ସିଧା ବା ବେଲପତ୍ର ଓଲଟା ଦିଆଯାଏ। ଦେବାଦେବୀଙ୍କ ମସ୍ତକରେ ଆମେ ଫୁଲକୁ ସିଧା ଦେଇପାରିବା, ବେଲପତ୍ରକୁ ଓଲଟା କରିକି ଦେବା। ଚମ୍ପା ଛଡ଼ା ଅନ୍ୟ କୌଣସି ଫୁଲର କଢ଼ କିମ୍ବା ଅଧ ଫୁଟିଥିବା ଯେଉଁ କଢ଼ ତାକୁ ଆମେ ଦେଇପାରିବା। ଏହିପରି ଭାବରେ ଦୀପର ନିୟମ ଅଛି, ଧୂପର ନିୟମ ଅଛି, ବହୁତ ପ୍ରକାର ନିୟମ ଅଛି। ଯଦି ଆପଣମାନେ ଜାଣିବାକୁ ଚାହୁଁଛନ୍ତି ପ୍ଲିଜ୍ କମେଣ୍ଟ କରନ୍ତୁ। ମୁଁ ଆଗକୁ ଆହୁରି ଭିଡ଼ିଓ ଆପଣମାନଙ୍କ ପାଇଁ ଆଣିପାରିବି। ଆଉ ଯଦି ଭିଡ଼ିଓଟି ଭଲ ଲାଗେ ପ୍ଲିଜ୍ ସେୟାର କରିବେ, ସବସ୍କ୍ରାଇବ୍ କରିବେ। ଯଦି ମୋର କିଛି ଭୁଲ ତ୍ରୁଟି ରହିଯାଇଛି ସେଥିପାଇଁ ମୋତେ କ୍ଷମା କରିବେ। ରହିଲି, ନମସ୍କାର। ପ୍ଲିଜ୍ ମୋ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରନ୍ତୁ ଯଦି ଆପଣଙ୍କୁ ଭିଡ଼ିଓଟି ଭଲ ଲାଗିଛି।